ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ କାଳୀବାଢ଼ୀ ଷ୍ଟେସନ ବଜାର ଜାମକାନି ଏବଂ ମା ବାଟମଙ୍ଗଳା ମନ୍ଦିରରେ ମା କାଳୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି। ସମ୍ପୂର୍ଣ୍ଣ ରୀତିନୀତିରେ ଏଠାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ସନ୍ଧ୍ୟା 6ଟାରୁ ମାଙ୍କର ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କର ସମାଗମ ହୋଇଛି। ବେଲପାହାଡ଼ରେ ପ୍ରତିବର୍ଷ କାଳୀପୂଜା ଅନୁଷ୍ଠିତ ହେଉଥିବା ବେଳେ ଶତାଧିକ ଭକ୍ତଙ୍କର ସମାଗମ ହୋଇଥାଏ। ଏହି ଅବସରରେ ଗତକାଲି କାଳୀବାଢ଼ୀ କାଳୀ ମନ୍ଦିର ଏବଂ ଜାମକାନି କାଳୀ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ଭକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି। ବେଲପାହାଡ଼ରୁ ସୌଭାଗ୍ୟରଞ୍ଜନ ସାହୁଙ୍କ ରିପୋର୍ଟ, ଗ୍ରାଉଣ୍ଡ ନ୍ୟୁଜ୍ 7।